ରାସ୍ତାରେ ଗଲାବେଳେ ଦେଖିଲି କଲେଜ ପଢ଼ୁଆ ପିଲାମାନଙ୍କୁ। ସେମାନଙ୍କ ୟୁନିଫର୍ମ, ସାଙ୍ଗ ସାଙ୍ଗ ଭିତରେ ଥଟ୍ଟା ମଜା। ସେମାନଙ୍କୁ ଦେଖି ମୁଁ ମୋ କଲେଜ ଦିନର ଅତୀତକୁ ଫେରିଗଲି। ବହୁତ ଦିନ ହେଲାଣି ମୁଁ ମୋ କଲେଜ କି ଲେକ୍ଚରଙ୍କୁ ଦେଖିନି। ଏବେ ମାହୋଲ କେମିତି ଅଛି ସେଇଆ ବି ଜାଣିନି। ଦିନେ ଯାଇଥିଲି କଲେଜରେ ଆଇସି ଦେଖିବାକୁ ସେଇ ପୁରୁଣା ଦିନର ସ୍ଥାନକୁ। ସେଇ 1998 ମସିହା, ଯେଉଁ ମସିହାରେ ହେଇଥିଲା ମୋର ଆଉ ଏ କଲେଜର ଜନ୍ମ। ମନେ ମନେ ଭାବୁଥିଲି ତହିଁ ମିଳିବ କିଛି ଆଶୀର୍ବାଦ ସହିତ ଭଲ ପାଇବା, ଯେଉଁଠି ଗୁରୁ ରୂପେ ଈଶ୍ୱରଙ୍କ ଥିଲା ପାଦଚିହ୍ନ ଆଉ ପରିବାର ରୂପେ ସହପାଠୀ ଥିଲେ ଆପଣୀୟ। ଏ ଜୀବନର ବହୁତ ଜାଗା ସହ ବହୁତ ଆଶ୍ଚର୍ଯ୍ୟ ସ୍ଥାନ ସବୁ ବୁଲିଲି, କିନ୍ତୁ ସେଇ କଲେଜର କାନ୍ଥବଳ ସହ ଖେଳ ପଡ଼ିଆ ଦେଖିବାର ବଢ଼ିଲା ମୋ ମନର ଆଗ୍ରହ। କଲେଜର ସେ ନୀଳଗିରି ଗଛ ସହ କାଜୁ ଗଛରେ ଥିଲା କେତେ ଯେ ସ୍ମୃତି, ସେସବୁ ଦେଖିଲେ ଓଠରୁ ଆପେ ଆପେ ଆସିଯାଏ ମୁରୁକି ହସ। ମନେ ପଡ଼ୁଥାଏ ସେ ଓଡ଼ିଆ ଇଂଲିଶ ଲେକ୍ଚରଙ୍କ ନୀତିବାଣୀ ସହ ହସ ମଜଳିଆ କଥା ଗୁଡ଼ାକ। ତା ସହ IPM ଏଜୁକେସନ୍ ଲେକ୍ଚରଙ୍କ ମୋଟିଭେସନାଲ୍ ସ୍ପିଚ୍, ପଲିଟିକାଲ ଆଉ ହିଷ୍ଟ୍ରି ଲେକ୍ଚରଙ୍କ ମଧ୍ୟ ରାଗରୁଷା ଅଭିମାନ ଭରା ଗାଳିଗୁଲଜ ଆଉ ଚେତାବନୀ। ହଉ 10 ବର୍ଷ ହେଇଗଲା ସତରେ। ସେ ୱେଲକମ୍ ମିଟିଂ, ଫେରୱେଲ୍ ମିଟିଂ, ତା ସହିତ କଲେଜରେ ହେଉଥିବା ବାର୍ଷିକ କ୍ରୀଡ଼ା ଆଉ ପିକନିକ୍, ସତେ ଯେମିତି ସେ ପୁରୁଣା କଲେଜ ଦିନ ସବୁ ମନେ ପକାଇ ଦେଇଥାଏ ଯେ ଆମ ସକ୍ସେସଫୁଲ୍ ଜୀବନ ପୃଷ୍ଠାରେ ସେ କଲେଜ ଦିନର ଭୂମିକା କେତେ ରହିଛି। ନା, ଆଉ ନାହିଁ ସେ ପୁରୁଣା ଦିନ ହଉ କି ସେ କଲେଜ ଦିନ ସବୁ। ସମୟ ସବୁ କିଛି ପରିବର୍ତ୍ତନ କରିଦେଲା। ନା ଆଉ ସେ ଦିନ ଅଛି, ନା ସେ ଆଉ ବୟସ। ଏମିତିକି ସହପାଠୀ, ବନ୍ଧୁବାନ୍ଧବ ମଧ୍ୟ କିଏ କେଉଁଠି ଅଛି ତାହାର ଆଉ ଠିକଣା ନାହିଁ। ଖାଲି ସ୍ମୃତି ହିଁ ବଞ୍ଚିବାକୁ ପଡ଼ିବ।